केबे कौनसी रहस्यमय गुंफा भितरकु जिबाकु साहस करिसंती कि? आजिर आम कहानी हेउची ठीक सेमिति रहस्य साहस और टिक्के दयारे भरपूर। चलंतु आरंभ करिबा अभिशप्त गुंफार रहस्य। तेबे चलंतु कहानी भितरकु जिबा। गोटे छोटिया सुंदर गाँव रहुथांती दुई जण पक्का सांग राम आउ सोनू। आउ सेमानंकु ना सबुबेले किछि नुआ किछि रोमांचकर करिबार निशा थिला। आउ जानती दिने सेमाने जो रोमांचकर सुजोग खोजुथिले ताहा निजे ही सेमानंक पाखकु चली आसिला। आउ एइटु ही आमर ए रहस्यमय कहानीर आरंभ। दिनकर कथा गाँर जणे वयस्क लोकंक पाखरे बसिथिला बेले सेमाने सुनिले गोटे रहस्यमय गुंफा विषୟରେ ଯାହାକି ପାଖ ଜଙ୍ଗଲର ବହୁତ ଭିତରେ କେଉଁଠି ଲୁଚି ରହିଛି। ବାସ୍ କାହାଣୀ ଶୁଣିବା ପରେ ପରେ ସେମାନଙ୍କ ମନ ତ ସେଇ ଗୁମ୍ଫା ଆଡ଼କୁ ଟାଣି ହୋଇଗଲା। ହେଲେ ଗାଁ ଲୋକମାନେ ସେମାନଙ୍କୁ ବହୁତ ବୁଝାଇଲେ। କହିଲେ, ଆରେ ସେ ଗୁମ୍ଫାଟା ଅଭିଶପ୍ତ, ସେଠାକୁ ଯିବା ମାନେ ସିଧା ସିଧା ବିପଦକୁ ଡାକି ଆଣିବା। କିନ୍ତୁ କିଏ ଶୁଣୁଛି କାହା କଥା? ରାମ ଆଉ ସୋନୁଙ୍କ ମନରେ ତ ଥିଲା କେବଳ ସାହସ ଆଉ ଉତ୍କଣ୍ଠା। ସବୁ ଚେତାବନୀକୁ ଗୋଟେ କାନରେ ଶୁଣି ଆଉ କାନରେ ବାହାର କରିଦେଲେ। ବାସ୍ ନିଜ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଗଲେ। ବ୍ୟାଗ୍ରେ ଟିକେ ଖାଇବା ପାଣି ବୋତଲ ଆଉ ହଁ ସବୁଠୁ ଜରୁରୀ ଗୋଟେ ଟର୍ଚ୍ଚ। ବାହାରି ପଡ଼ିଲେ ସେଇ ଅଜଣା ଗୁମ୍ଫାର ରହସ୍ୟ ଖୋଜିବାକୁ। ଆଉ ଏବେ ଆରମ୍ଭ ହେଲା ସେମାନଙ୍କର ପ୍ରକୃତ ଯାତ୍ରା। ଦେଖିବା ସେ ଗୁମ୍ଫାର ଦ୍ୱାର ସେମାନଙ୍କ ପାଇଁ କି ରହସ୍ୟ ଲୁଚାଇ ରଖିଥିଲା। ଜଙ୍ଗଲ ଭିତରଟା ଏକଦମ ଶାନ୍ତ, ବରଂ ଟିକେ ଅଦ୍ଭୁତ ଭାବେ ଶାନ୍ତ। ଏତେ ଘଞ୍ଚ ଗଛ ଯେ ସୂର୍ଯ୍ୟଙ୍କ କିରଣ ବି ତଳକୁ ଆସିବାକୁ ସଂଘର୍ଷ କରୁଥିଲା। ଖାଲି ଶୁଖିଲା ପତ୍ରର ସରସର ଶବ୍ଦ ଆଉ କେବେ କେମିତି କୌଣସି ପକ୍ଷୀର ଡାକ ପରିବେଶକୁ ଆହୁରି ରହସ୍ୟମୟ କରିଦେଉଥିଲା। ବହୁତ ଖୋଜିବା ପରେ ଶେଷରେ ସେମାନଙ୍କ ଆଖି ସାମ୍ନାରେ ଥିଲା ସେହି ଗୁମ୍ଫାର ଦ୍ୱାର। ଆପଣ ଭାବନ୍ତୁ, ଜଙ୍ଗଲୀ ଲତାରେ ଢାଙ୍କି ହୋଇଥିବା ଗୋଟେ ବିରାଟ କଳା ମୁହଁ ପରି ଲାଗୁଥିଲା ସେଇଟା। ଛାତି ତ ଧଡ଼ଧଡ଼ ହେଉଥିଲା, କିନ୍ତୁ ସାହସ ଜୁଟାଇ ସେମାନେ ଭିତରକୁ ଗଲେ। ଓହୋ, ଭିତରଟା ପୁରା ଅନ୍ଧାର ଆଉ ଓଦାଳିଆ। ଆଉ କେବଳ ଗୋଟିଏ ଶବ୍ଦ, ଟପ୍ ଟପ୍ କରି ପାଣି ପଡ଼ିବାର ଶବ୍ଦ ଚାରିଆଡ଼େ ଗୁଞ୍ଜିରିତ ହେଉଥିଲା। ତେବେ ସେ ଗୁମ୍ଫାର ଅନ୍ଧାର ଭିତରେ ପ୍ରକୃତରେ ଲୁଚି ରହିଥିଲା କ'ଣ? ଆସନ୍ତୁ ଜାଣିବା ଭିତର ରହସ୍ୟ। ଯେତିକି ସେମାନେ ଭିତରକୁ ଯାଉଥାନ୍ତି ପରିବେଶ ସେତିକି ଅଜବ ଲାଗୁଥାଏ। ଭାବିଲେ ଡର ଲାଗୁଛି ସେହି କଳା ଅନ୍ଧାର ଭିତରେ ସେମାନଙ୍କ ପାଇଁ କ'ଣ ବା ଅପେକ୍ଷା କରିଥିବ। ଆଉ ହଠାତ୍ ସେହି ଅନ୍ଧାର ଭିତର ଦୁଇଟି ଝଳନ୍ତ ଆଖି ସିଧା ସେମାନଙ୍କୁ ହିଁ ଦେଖୁଥିଲା। ଡରିଗଲେ ସେମାନେ। ଟର୍ଚ୍ଚ ପକାଇ ଦେଖିଲା ବେଳକୁ ତାହା ଥିଲା ଗୋଟେ କୁକୁର। କିନ୍ତୁ ଜାଣନ୍ତି, ଏମିତି ସାଧାରଣ କୁକୁର ନୁହେଁ। ତା ଆଖିରେ ଏକ ଅଜବ ଚମକ ଥିଲା। ବୋଧହୁଏ ଆଘାତ ଲାଗିଥିଲା ତାକୁ, କିନ୍ତୁ ତଥାପି ସେମାନଙ୍କୁ ଦେଖି ଧୀରେ ଧୀରେ ଲାଞ୍ଜ ହଲାଇଲା, ଯେମିତି କିଛି କହିବାକୁ ଚାହୁଁଥିଲା। କୁକୁରଟା ସେମାନଙ୍କ ପଛେ ପଛେ ଆସିଲା। ଆଉ ଟିକେ ଭିତରକୁ ଗଲାପରେ ସେମାନେ ଦେଖିଲେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ଗୁମ୍ଫାର କାନ୍ଥରେ ଅନେକ ପୁରୁଣା ଅଜବ ଚିତ୍ର, ଆଉ ସେଗୁଡ଼ିକ ଅନ୍ଧାରରେ ଧୀରେ ଧୀରେ ଚମକୁଥିଲା, ଯେମିତି କୌଣସି ଏକ ପୁରୁଣା କାହାଣୀ କହୁଥିଲା। ଆଉ ଠିକ୍ ସେତିକି ବେଳେ ଏକ ଧଳା ଶାଢ଼ୀ ପିନ୍ଧିଥିବା ଆଲୋକମୟ ଆତ୍ମା ସେମାନଙ୍କ ଆଗରେ ପ୍ରକଟ ହେଲେ। ସେ ଥିଲେ ସେହି ଗୁମ୍ଫାର ପ୍ରାଚୀନ ରକ୍ଷକ, ଯିଏ ବର୍ଷ ବର୍ଷ ଧରି ସେଠାରେ ରହି ଆସୁଥିଲେ। ସେହି ଆତ୍ମା ଜଣକ ହିଁ ସେମାନଙ୍କୁ ଗୁମ୍ଫାର ପ୍ରକୃତ ରହସ୍ୟ ବିଷୟରେ କହିଲେ। ସେ କହିଲେ ଯେ ଏହି ଗୁମ୍ଫା ଏକ ଭୟଙ୍କର ଅଭିଶାପରେ ବନ୍ଧା, ଆଉ ସେହି ବିଚାରା କୁକୁରଟି ହେଉଛି ସେହି ଅଭିଶାପର ଶିକାର। ଏବେ ରାମ ଆଉ ସୋନୁଙ୍କ ସାମ୍ନାରେ ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ। ସେହି ଅଭିଶାପର ପହେଳିକୁ କେମିତି ସମାଧାନ କରିବେ? ଦେଖାଯାଉ ସେମାନେ ଏହି କଠିନ ପରୀକ୍ଷାରେ କେମିତି ପାସ୍ କଲେ। ସେହି ନିରୀହ କୁକୁରଟିର କଷ୍ଟ ଦେଖି ସେମାନେ ମନ ସ୍ଥିର କଲେ ଯେମିତି ହେଲେ ବି ତାକୁ ବଞ୍ଚେଇବେ। କିନ୍ତୁ କାମଟା ସହଜ ନଥିଲା। ପ୍ରଥମ କାମ ଥିଲା କାନ୍ଥରେ ଥିବା ସେହି ରହସ୍ୟମୟ ଚିତ୍ରଗୁଡ଼ିକୁ ବୁଝିବା, ତାପରେ ସେଥିରେ ଲୁଚିଥିବା ପହେଳିକୁ ସମାଧାନ କରିବା, ଆଉ ଶେଷରେ ଯାଇ କୁକୁରଟିକୁ ମୁକ୍ତ କରିବା। ଆଉ ଶେଷରେ ସେମାନେ ସଫଳ ହେଲେ। ନିଜର ତୀକ୍ଷ୍ଣ ବୁଦ୍ଧି ଲଗାଇ ସେମାନେ ପହେଳିଟା ସମାଧାନ କରିଦେଲେ। ଆଉ ଯେମିତି ସେମାନେ ଏହା କଲେ, ଏକ ଉଜ୍ଜ୍ୱଳ ଆଲୋକରେ ପୁରା ଗୁମ୍ଫାଟା ଝଲସି ଉଠିଲା। ବାସ୍, ଅଭିଶାପ ଭାଙ୍ଗି ଯାଇଥିଲା। ଏହା ଥିଲା ସେମାନଙ୍କର ସାହସ ଆଉ ବୁଦ୍ଧିର ଜିତ୍। ଆଉ ଏହି ଜିତ୍ ପରେ ଦେଖନ୍ତୁ କାହାଣୀରେ କ'ଣ ହେଲା। ଅଭିଶାପ ମୁକ୍ତ ହେବା ପରେ ସେହି ଆତ୍ମାଙ୍କ ମୁହଁରେ ଶାନ୍ତିର ଆଭା ଥିଲା। ସେ ରାମ ଆଉ ସୋନୁଙ୍କୁ ତାଙ୍କର ସାହସ ଓ ଦୟା ପାଇଁ ବହୁତ ଧନ୍ୟବାଦ ଦେଲେ, ଆଉ ଶାନ୍ତିରେ ସେହି ସ୍ଥାନରୁ ବିଦାୟ ନେଲେ। ଆଉ ଆମ କୁକୁର, ସେ ତ ଏବେ ପୁରା ଖୁସି। କୃତଜ୍ଞତାରେ ଲାଞ୍ଜ ହଲାଇ ରାମ ଆଉ ସୋନୁଙ୍କ ପାଖକୁ ଧାଇ ଆସିଲା। ଗୁମ୍ଫାଟି ମଧ୍ୟ ଯେପରି ନିଜର ହଜି ଯାଇଥିବା ଶାନ୍ତିକୁ ଫେରି ପାଇଲା।
ଏବେ ରାମ ସୋନୁ ଆଉ ତାଙ୍କର ଏହି ନୂଆ ବନ୍ଧୁ ତିନିଜଣ ଯେତେବେଳେ ଗାଁକୁ ଫେରିଲେ ଗାଁ ଲୋକେ ତ ସେମାନଙ୍କୁ ହିରୋ ଭଳି ସ୍ୱାଗତ କଲେ। ସମସ୍ତେ ସେମାନଙ୍କର ଏହି ଅବିଶ୍ୱାସନୀୟ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ରାମ ଆଉ ସୋନୁଙ୍କ ଏ କାହାଣୀ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା। ଏହା ଆମକୁ ଶିଖାଏ ଯେ ସାହସ ଆଉ ଦୟା ଭଳି ଗୁଣ ଥିଲେ କୌଣସି ବି ଅଜଣା ଭୟକୁ ଜିତି ହୁଏ। କିନ୍ତୁ ପ୍ରଶ୍ନ ହେଉଛି, ଏହି ଅଜଣା ଦୁନିଆରେ ସାହସ ଆଉ ଦୟା ଆହୁରି କ'ଣ ବଦଳାଇପାରେ?